ଚାଲିବାର ସଠିକ୍ ନିୟମ। ବୟସ ଅନୁଯାୟୀ କେତେ ପାଦ ଚାଲିବା ଉଚିତ। ନମସ୍କାର, ଜୟ ଜଗନ୍ନାଥ। ବନ୍ଧୁମାନେ, ନିଜକୁ ସୁସ୍ଥ ରଖିବା ପାଇଁ ଲୋକମାନେ ବ୍ୟାୟାମ, ଯୋଗ, ୱାର୍କଆଉଟ୍ ଆଦି କରିଥାନ୍ତି। ପ୍ରତିଦିନ ସକାଳ କିମ୍ବା ସନ୍ଧ୍ୟାରେ 25ରୁ 30 ମିନିଟ୍ ଚାଲିବା ଦ୍ୱାରା ମାଂସପେଶୀ ଏବଂ ହାଡ଼ରେ ଦୃଢ଼ତା ଆସିବା ସହିତ ହୃଦୟ ଏବଂ ମନ ସୁସ୍ଥ ରହିଥାଏ। ଚାଲିବା ଦ୍ୱାରା ମେଦବହୁଳତା ହ୍ରାସ ପାଇଥାଏ। ପ୍ରତିଦିନ ସକାଳୁ ଖାଲି ପାଦରେ ଘାସ ପଡ଼ିଆରେ ଚାଲିଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହେ। ଟାଇପ୍ 2, ମଧୁମେହ ଏବଂ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମ୍ ରହିଥାଏ। କିନ୍ତୁ ଏଥିପାଇଁ ଚାଲିବାର ସଠିକ୍ ନିୟମ ଏବଂ କେଉଁ ବୟସର ବ୍ୟକ୍ତିଙ୍କୁ କେତେ ପାଦ ଚାଲିବା ଉଚିତ ଏହା ଜଣାଥିବା ନିଶ୍ଚିତ ଆବଶ୍ୟକ ଅଟେ। ତାପରେ ଯାଇ ସ୍ୱାସ୍ଥ୍ୟର ସଠିକ୍ ଲାଭ ମିଳିପାରିବ। ତେବେ ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଚାଲିବାର ଉପାୟ ବିଷୟରେ କହିବାକୁ ଯାଉଛୁ। ସର୍ବପ୍ରଥମେ ଜାଣନ୍ତୁ ଚାଲିବାର ସଠିକ୍ ଉପାୟ। ସର୍ବପ୍ରଥମେ ପିଲା ହୁଅନ୍ତୁ କିମ୍ବା ବଡ଼ ହୁଅନ୍ତୁ, ସମସ୍ତଙ୍କୁ ନିଜର ଛିଡ଼ା ହେବାଠାରୁ ଆରମ୍ଭ କରି ଚାଲିବା ପର୍ଯ୍ୟନ୍ତ ସବୁ ନିୟମର ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏ ବିଷୟରେ ବିସ୍ତୃତ ଭାବରେ ଜଣାଇବୁ। ଚାଲିବା ପାଇଁ ସର୍ବପ୍ରଥମେ ବ୍ୟକ୍ତିଙ୍କୁ ନିଜର ଛିଡ଼ା ହେବାର ସ୍ଥିତି ବିଷୟରେ ବିଶେଷ ଧ୍ୟାନ ରଖିବା ଉଚିତ। ଏଥିପାଇଁ ସର୍ବଦା ସମ୍ପୂର୍ଣ୍ଣ ଭାବରେ ସିଧା ହୋଇ ଛିଡ଼ା ହେବା ଉଚିତ। ଏହାଦ୍ୱାରା ଶରୀର ସମ୍ପୂର୍ଣ୍ଣ ଭାବରେ ସିଧା ହେବା ସହ ମାଂସପେଶୀରେ ଦୃଢ଼ତା ଆସିବ। ନଇଁ କରି ଛିଡ଼ା ହେବା ଦ୍ୱାରା ପିଠି ଏବଂ ଅଣ୍ଟାରେ ଯନ୍ତ୍ରଣା ହୋଇପାରେ। ହାତର ସ୍ଥିତି ଉପରେ ଦିଅନ୍ତୁ ଧ୍ୟାନ। ଯଦି ଆପଣ ଚାଲୁଥିବା ସମୟରେ ହାତକୁ ବନ୍ଦ କରି ଚାଲୁଛନ୍ତି, ତେବେ ଏଭଳି କରନ୍ତୁ ନାହିଁ। ବାସ୍ତବରେ ଏହାଦ୍ୱାରା ଚାଲିବାର ଅଧିକ ଲାଭ ନ ମିଳିବା ସହ କାନ୍ଧରେ ଯନ୍ତ୍ରଣା ହୋଇପାରେ। ଏଥିପାଇଁ ସଦାସର୍ବଦା ହାତକୁ ଖୋଲା କରି ହଲାଇ ହଲାଇ ଚାଲନ୍ତୁ। ଏହାଦ୍ୱାରା ଚାଲିବାକୁ ଅଧିକ ଶକ୍ତି ମିଳିଯିବ ଏବଂ ହାତର ବ୍ୟାୟାମ ମଧ୍ୟ ହୋଇଥାଏ। ଚାଲିବା ପାଇଁ ଲକ୍ଷ୍ୟ ସ୍ଥିର କରନ୍ତୁ। ଯଦି ଆପଣ ଚାଲିବାକୁ ଭାବୁଛନ୍ତି, ତେବେ ପ୍ରଥମେ ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ। କେଉଁ ସ୍ଥାନରୁ ଆରମ୍ଭ କରି କେଉଁ ସ୍ଥାନକୁ ଯିବେ ଏବଂ କେତେ ସମୟ ଭିତରେ ପହଞ୍ଚିବେ। ଧୀରେ ଧୀରେ ଚାଲିଲେ କିଛି ଲାଭ ହେବ ନାହିଁ। ଅତି କମ୍ରେ 6 କିଲୋମିଟର ବେଗରେ ଚାଲିବାକୁ ହେବ। ଭିନ୍ନ ଭିନ୍ନ ସମୟରେ ଚାଲିବା ଦ୍ୱାରା ଶରୀରକୁ ସମ୍ପୂର୍ଣ୍ଣ ଭାବରେ ଲାଭ ମିଳିବ। ଏଭଳି ପରିସ୍ଥିତିରେ ଏକ ସମୟ ନିର୍ଦ୍ଧାରିତ କରନ୍ତୁ। ପ୍ରତିଦିନ ଅତି କମ୍ରେ 25ରୁ 30 ମିନିଟ୍ ପର୍ଯ୍ୟନ୍ତ ଚାଲିବା ପାଇଁ ଚେଷ୍ଟା କରନ୍ତୁ। ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା ବୟସ ହିସାବରେ କେତେ ଚାଲିବା ଉଚିତ। 15ରୁ 18 ବର୍ଷ ବୟସ ପର୍ଯ୍ୟନ୍ତ। ଯେଉଁମାନେ 15ରୁ 18 ବୟସ ମଝିରେ ଅଛନ୍ତି, ସେମାନଙ୍କୁ ପ୍ରତିଦିନ ପାଖାପାଖି 16,000 ପାଦ ଚାଲିବା ଉଚିତ। ଏହା ବ୍ୟତୀତ ଝିଅମାନଙ୍କୁ 13,000 ପାଦ ଚାଲିବା ଦ୍ୱାରା ଲାଭ ମିଳିବ। 19ରୁ 40 ବର୍ଷ ବୟସ ପର୍ଯ୍ୟନ୍ତ। ଏହି ବୟସ ବର୍ଗର ଲୋକମାନଙ୍କୁ ପ୍ରତିଦିନ ଅତି କମ୍ରେ 13,000 ପାଦ ଚାଲିବା ଉଚିତ। 40ରୁ 49 ବର୍ଷ ପର୍ଯ୍ୟନ୍ତ ଲୋକ। ଯେଉଁ ଲୋକମାନେ 40 ବର୍ଷ ବୟସର ଅଟନ୍ତି, ସେମାନଙ୍କୁ ପ୍ରତିଦିନ 12,000 ପାଦ ଚାଲିବା ଉଚିତ। 50ରୁ 59 ବୟସ ପର୍ଯ୍ୟନ୍ତ। ଏହି ବୟସର ଲୋକମାନଙ୍କୁ ଗୋଟିଏ ଦିନରେ ପ୍ରାୟତଃ 9ରୁ 10,000 ପାଦ ଚାଲିବା ଉଚିତ। 60ରୁ ଅଧିକ। ଏହି ବୟସର ଲୋକମାନଙ୍କୁ ସୁସ୍ଥ ରହିବା ପାଇଁ ନିଜ ଦୈନନ୍ଦିନ ରୁଟିନ୍ରେ 7ରୁ 8,000 ପାଦ ଚାଲିବା ଠିକ୍ ହେବ। କିନ୍ତୁ ଏହି ବୟସରେ ଶରୀରରେ ଶକ୍ତି କମ୍ ଏବଂ ଥକାପଣ ଅଧିକ ରହିବା କାରଣରୁ ସେମାନଙ୍କୁ ନିଜ ସ୍ୱାସ୍ଥ୍ୟ ଅନୁଯାୟୀ ଚାଲିବା ଠିକ୍ ହେବ। ଯାହାଦ୍ୱାରା କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ନିୟମିତ ଅଭ୍ୟାସ କରି ପ୍ରତିଦିନ ଚାଲିଲେ କିଛି ଦିନ ଭିତରେ ଆପଣ ଅନେକ ପ୍ରକାର ରୋଗରୁ ଉପଶମ ପାଇପାରିବେ। ବନ୍ଧୁଗଣ, ଯଦି ଏ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା, ତେବେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥିମାନଙ୍କୁ ସେୟାର କରିଦିଅନ୍ତୁ।
ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଭକ୍ତିରଥରେ କମେଣ୍ଟ ବକ୍ସରେ ନିଜ ଇଷ୍ଟଦେବଙ୍କ ନାମ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଧନ୍ୟବାଦ। ଜୟ ଜଗନ୍ନାଥ ସ୍ୱାମୀ। ନମସ୍କାର।